ମୁଁ ଆଜି ପ୍ରସ୍ତୁତ କରିଛି ମଲାଇ ପ୍ରନ୍ ବିରିୟାନୀ ବା ମଲାଇ ଚିଙ୍ଗୁଡ଼ି ବିରିୟାନୀ। ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ମାର୍କେଟରୁ ଚିଙ୍ଗୁଡ଼ି ଯାଇକି ଆଣିଲି। ଚିଙ୍ଗୁଡ଼ିକୁ ଭଲ ଭାବରେ ତାକୁ ବାଛି ଦେଇଛୁ, ତା ଚୋପା ଛଡ଼େଇ ଦେଇଛୁ। ଚୋପା ଛଡ଼େଇ ଦେଇକି ତାକୁ ଆଣିକି ମୁଁ ଭଲ ଭାବରେ ଧୋଇ ଦେଇଛି ଚିଙ୍ଗୁଡ଼ିକୁ ଘରେ ଦେଇକି 2-3 ଧୁଆ କରିଦେଲା ପରେ ତାପରେ ମୁଁ ସେଥିରେ ସ୍ୱାଦ ଅନୁସାରେ ଲୁଣ, ହଳଦୀ ସବୁକୁ ପକାଇକି ଭଲ ଭାବରେ ଗୋଳେଇ ଦେଇଛି। ଟିକେ ମୁଁ ଗୋଟେ ମିକ୍ସି ଜାର୍ ନେଇଛି, ସେଥିରେ ମୁଁ ରସୁଣ, ଅଦା ଆଉ ଶୁଖିଲା 2ଟା ଲଙ୍କା ଦେଇକି ତାକୁ ଗୋଟେ ପେଷ୍ଟ ପ୍ରସ୍ତୁତ କରିଛି ବା ମସଲା ପ୍ରସ୍ତୁତ କରିଛି। ଗୋଟେ କରେଇ ନେଇଛି, ସେ କରେଇରେ ସୋରିଷ ତେଲ ପକାଇଛି। ସୋରିଷ ତେଲ ଗରମ ହେଇଗଲା ପରେ ମୁଁ ଏଠି ଯେଉଁ ଚିଙ୍ଗୁଡ଼ି ପକାଇଥିଲି, ସେ ଚିଙ୍ଗୁଡ଼ି ରଖିଥିଲି, ସେ ଚିଙ୍ଗୁଡ଼ି ସବୁ ଭାଜିଛି। ଚିଙ୍ଗୁଡ଼ିକୁ ଆମେ ବେଶୀ ଜୋରରେ ଭାଜିବାନି, ହାଲକା ହାଲକା ଭାଜିବା। ଚିଙ୍ଗୁଡ଼ି କାହିଁକିନା ବେଶୀ ଜୋରରେ ଭାଜିଦେଲେ ସେ ଟାଣ ହେଇଯିବ, ବେଶୀ ଭାଜିଦେଲେ। ଆଉ ଚିଙ୍ଗୁଡ଼ିକୁ ଅଳ୍ପ ଆମେ ହାଲକା ଭାଜିବା। ମୁଁ ଗୋଟେ ଥର ଚିଙ୍ଗୁଡ଼ି ଭାଜିଦେଲି, ଏମିତି କରିକି 3 ଥର ମୁଁ ଚିଙ୍ଗୁଡ଼ିକୁ ଭାଜିଛି। ତାପରେ ଆଉ ଥରେ ଏମିତି ପକାଇକି ଚିଙ୍ଗୁଡ଼ିକୁ ଆହୁରି 2 ଥର ଏଇଭଳିଆ ପକାଇକି ଚିଙ୍ଗୁଡ଼ିକୁ ଭାଜି ଦେଇଛି। ଗୋଟେ ଡେକ୍ଚି ନେଇଛି, ସେଥିରେ ଗରମ ପାଣି ବସେଇଛି। ମୁଁ ଏଠି ପିଆଜକୁ ଲମ୍ବା ଲମ୍ବା କରି କାଟିଛି। ପିଆଜ 2ଟା, ଗୋଟେ ପିଆଜରେ ମସଲାରେ ମାନେ ତରକାରୀରେ ପକାଇବା, ଆଉ ଗୋଟେ ବିରିସ୍ତା କିଛି କରିବା। ମୁଁ ସେଥିପାଇଁ କାଟି ଦେଇଛି ଲମ୍ବା ଲମ୍ବା ପତଳା ପତଳା କରି ପିଆଜକୁ। ଗୋଟେ କରେଇ ନେଇଛି, କରେଇରେ ସୋରିଷ ତେଲ ଗରମ କରିଛି। ସୋରିଷ ତେଲ ଗରମ ହେଇଗଲା ପରେ ମୁଁ ଟିକେ ଚିନି 1/2 ଚାମଚ ପକାଇଛି। ସେଥିରେ ଲବଙ୍ଗ, ଗୋଲମରିଚ, ଗୁଜୁରାତି, ଡାଲଚିନି ପକାଇକି ତାକୁ ଟିକେ ଫୁଟିଗଲା ପରେ ସେଥିରେ ପିଆଜ ଯେଉଁ କାଟିକି ରଖିଥିଲି ସେ ପିଆଜକୁ ପକାଇଲି। କିଛି ବି ପିଆଜ ବିରିସ୍ତା ପାଇଁ ରଖିକି ଭାଜି ଦେଇଛି। ଏଠି ପିଆଜକୁ ଗୋଲ୍ଡେନ୍ ବ୍ରାଉନ୍ କଲା ପରେ ଯେଉଁ ରସୁଣ ଅଦା ପେଷ୍ଟ ହେଇଥିଲା ତାକୁ ପକାଇକି ମସଲାକୁ କଷିଛି। ମୁଁ ଟମାଟୋକୁ 2ଟା ବିଲାତିକୁ ମୁଁ ବି ବାଟି ଦେଇଛି, ତାକୁ ଟମାଟୋ ପ୍ୟୁରି ପ୍ରସ୍ତୁତ କରିକି ରଖିଛି। ମୁଁ ଏଠି ସ୍ୱାଦ ଅନୁସାରେ ଲୁଣ, ହଳଦୀ, ଧନିଆ ଗୁଣ୍ଡ, ଆପଣ ଚାହିଁଲେ ଲଙ୍କାଗୁଣ୍ଡ ବି ପକାଇ ପାରିବେ। କାହିଁକିନା ଯେହେତୁ ମୁଁ ଲଙ୍କାଗୁଣ୍ଡ ପକାଇନି, ଆଉ ଗରମ ମସଲା ଟିକେ ପକାଇବେ, କାହିଁକିନା ଲଙ୍କାଗୁଣ୍ଡ ମୋର ଲଙ୍କା ବହୁତ ରାଗ ଅଛି। ଆଉ ଏ ଟମାଟୋ ପ୍ୟୁରିକୁ ପକାଇକି ସେଥିରେ ଧୋଇକି ଟିକେ ପାଣି ଦେଇକି ମସଲାକୁ ଭଲକି କଷି ଦେଇଛି। ମସଲାକୁ ଏଥିରେ ମୁଁ ଗୋଟେ ଡେକ୍ଚିରେ ଯେଉଁ ପାଣି ବସାଇଥିଲି, ପାଣି ଫୁଟିଗଲାଣି। ସେଥିରେ ପୋଦିନା ପତ୍ର, ଧନିଆ ପତ୍ର, କେଉଡ଼ା ଜଲ 1 ଚାମଚ, ଆଉ ଗୁଜୁରାତି, ଡାଲଚିନି, ଷ୍ଟାର ଇନିଙ୍ଗସ୍ ଆଉ ଲବଙ୍ଗ ପକାଇଛି। ଆଉ ଲୁଣ 3ରୁ 4 ଚାମଚ ପକାଇଲି। ଲେମ୍ବୁକୁ କାଟିକି 3-4ଟା ପକାଇଲି। ଏପଟରେ ପାଣି ଆଉ ଥରେ ଟିକେ ଫୁଟେଇଲି। ଏଠି ନଡ଼ିଆକୁ ଫଟେଇକି ନଡ଼ିଆକୁ କୋରି ଦେଇଛି। କରିକି ଆମେ ଏଠି ନଡ଼ିଆ ରସ ତରକାରୀରେ ପକାଇବା, ଯେହେତୁ ମଲାଇ ପ୍ରନ୍ ବିରିୟାନୀ କରୁଛନ୍ତି ଆମେ ନଡ଼ିଆ ରସ ପକାଇବା। ମୋର ଏଠି ଦେଖୁଛି ମୋର ଭାତ 80% କୁକ୍ ହେଇଗଲାଣି। ମୁଁ ଭାତକୁ ଛାଙ୍କି ଦେଲି। ଆଉ ମୁଁ ଏଠି କରେଇରେ ଯେଉଁ ମସଲା ରଖିଥିଲି ସେ ମସଲା ମୋର କଷି ହେଇଗଲାଣି। ଗରମ ପାଣି ଦେଇକି ମୁଁ ଟିକେ ଢାଙ୍କିକି ରଖିଦେଲି। ଯେହେତୁ ମସଲା ପାଣିଟା ଆମର ଫୁଟିଗଲେ ଆମେ ଚିଙ୍ଗୁଡ଼ି ପକାଇବା। ମୋର ପାଣି ଫୁଟିଗଲାଣି। ମୁଁ ଚିଙ୍ଗୁଡ଼ି ରଖିଥିଲି, ସେ ଚିଙ୍ଗୁଡ଼ିକୁ ପକାଇକି ଟିକେ ଫୁଟେଇ ଦେବା। ଫୁଟିଗଲା ପରେ ଚିଙ୍ଗୁଡ଼ି, ମୁଁ ଯେଉଁ ନଡ଼ିଆକୁ ରସ ରଖିଥିଲି ବା କ୍ଷୀର ନଡ଼ିଆ ମିଲ୍କ ରଖିଥିଲି, ମୁଁ ତାକୁ ଏଥିରେ ସବୁକୁ ପକାଇଦେଲି। ଫାଳେ ନଡ଼ିଆ ମୁଁ ଏଠି, ଯେହେତୁ ବଡ଼ ନଡ଼ିଆ ଥିଲା, ମୁଁ ଏଥିରେ ଫାଳେ ନଡ଼ିଆର ମିଲ୍କ ଦେଇଛି ବା କ୍ଷୀର ଦେଇଛି। ଦେଇକି ତାକୁ ଭଲକି ଗୋଳେଇ ଦେବା। ଆମେ ଏଠି ବେଶୀ ଫୁଟେଇବାନି, ଆଉ ମୁଁ ବେଶୀ ବି ପାଣି ରଖିନି। ଯେତିକି ମୋର ବିରିୟାନୀରେ ଦରକାର ମୁଁ ସେତିକି ପାଖାପାଖି ରଖିଛି। ଗୋଟେ ହାଣ୍ଡି ନେଇଛି, ସେଇ ହାଣ୍ଡିରେ ମୁଁ ଗୁଆ ଘିଅକୁ ପକାଇକି ତାକୁ ଚାରିଆଡ଼େ ଲଗାଇ ଦେଇଛି। ମୋର ଭାତ ହେଇଯାଇଛି। ମୁଁ ଏଇ ଯେଉଁ ଭାତକୁ ସେଥିରେ ଦେଇଛି, ଆମେ ଯେମିତି ଚିକେନ୍ ବିରିୟାନୀ, ମଟନ୍ ବିରିୟାନୀ ଯେମିତି ଦମ୍ ଦେଇକି କରନ୍ତି ଲେୟାର ଦେଇକି, ମୁଁ ସେଇ ଟାଇପ୍ର ପ୍ରସ୍ତୁତ କରୁଛି। ମୁଁ ସେଥିପାଇଁ ଏଥିରେ ଭାତକୁ ଚାରିଆଡ଼େ ଖେଳେଇ ଦେଇଛି। ଆଉ ସେଥିରେ ଚିଙ୍ଗୁଡ଼ିକୁ, ଏଇ ଟାଇପ୍ର ତରକାରୀକୁ ଆମେ ଏମିତି ସଜେଇକି କେମିତି ମୁଁ ଦେଉଛି ଲେୟାର ଦେଖନ୍ତୁ। ତାପରେ ଏଥିରେ ବିରିସ୍ତା ପକାଇଲି, ପୁଦିନା ପତ୍ର, ଧନିଆ ପତ୍ର, ଘିଅ, ଗରମ ଯେଉଁ ବିରିୟାନୀ ମସଲାକୁ ପକାଇକି ତାପରେ ପୁଣି ଆମେ ଗୋଟେ ଭାତ ଲେୟାର ଦେବା। ଏଇ ଟାଇପ୍ର କରିକି ମୁଁ
3 ରୁ 4 ଲେୟାର କରିଛି। ଆପଣ ଯେତେ ଲେୟାର ଦେବେ ସେତେ ବିରିୟାନୀଟା ଯେଉଁ ବିରିୟାନୀ ହଉ ବି ଯେତେ ଲେୟାର ଦେବେ ଆପଣ ସେଇ ଅନୁସାରେ ବିରିୟାନୀଟା ବି ବହୁତ ଟେଷ୍ଟ ଲାଗିଥାଏ। ଟାଇପ୍ର ବିରିସ୍ତା ପୁଣି ପକାଇକି ପୁଣି ଗୋଟେ ଲେୟାର ଦେଲି, ପୁଣି ଗରମ ମସଲା ପକାଇଲି, ବିରିୟାନୀ ମସଲା ପକାଇଲି, ଦେଇକି ତାପରେ ପୁଣି ଏଇଭଳିଆ ସବୁ ଲେୟାର ଦେଇଦେଲି। ଅଣ୍ଡାକୁ ପତଳା ପତଳା କରିକି କାଟିକି ରଖିଛି। ଆଉ କେଶରରେ ମୁଁ ଉଷୁମ ପାଣିରେ କେଶର ପକାଇକି ରଖିଥିଲି। ଦେଇକି ଏମିତି ଟାଇପ୍ର ସବୁ ଦେଇ ସାରିକି ଭାତ ଲେୟାର ଦେଇଦେଲି। ତାପରେ ଏଠି ଘିଅ ଟିକେ ପକାଇଦେଲି ଉପରେ। ତାପରେ ପୋଦିନା ପତ୍ର ଧନିଆ ପତ୍ର ଦେଇକି ପୁଣି ତା ଉପରେ ସବୁ ପକାଇକି ଗରମ ମସଲା ବିରିସ୍ତା ସବୁ ଦେଲି। ଏଇ କେଶର ୱାଟର ବା କେଶର ଜଲ ଦେଲି। କେଶରରେ ପାଣିରେ ପକାଇ ରଖିଥିଲି। ଅଣ୍ଡାକୁ ସଜେଇକି ରଖିଥିଲି। ଏଇ ଟାଇପ୍ର ଅଣ୍ଡାକୁ ସବୁ ଆମେ ଏମିତି ଉପରେ ସଜେଇଦେବା ପତଳା ପତଳା କାଟିକି। ତାପରେ ଆମେ ଗୋଟେ ଫଏଲ୍ ପେପର ଦେଇକି ତାକୁ ଆମେ 35 ରୁ 40 ମିନିଟ୍ ତାକୁ ମିଡ଼ିୟମ୍ ଫ୍ଲେମ୍ରେ ଦେଇକି ବସେଇଦେଲି। ତଳେ ତାୱା ଦେଇକି ମିଡ଼ିୟମ୍ ଫ୍ଲେମ୍ରେ ବସେଇଦେଲି। ଆପଣ ଏଇ ଟାଇପ୍ର ଥରେ କରିକି ବିରିୟାନୀ କରିକି ଖାଆନ୍ତୁ। ଆଉ କମେଣ୍ଟରେ ମୋତେ ଜଣେଇବେ କିପରି ଲାଗିଲା ମଲାଇ ପ୍ରନ୍ ବିରିୟାନୀ। ଖାଇବା ପାଇଁ ବହୁତ ଟେଷ୍ଟି, ଯେମିତି ଦେଖିବା ପାଇଁ ବି ବହୁତ ମାନେ ଆସୁଛି। ତାର ଯେଉଁ ଫ୍ଲେଭର ବି ବହୁତ ବଢ଼ିଆ ଘର ସାରା ମହକୁଛି। ଆଉ ତା ସାଙ୍ଗରେ କଚୁମ୍ବର କରିକି ବା ରାଇତା ସେଇଟାକୁ ରାଇତା ତାକୁ କରିକି ଆମେ ଖାଇବା। ଏମିତି କେତେ ସୁନ୍ଦର ମୋର ବଢ଼ିଆ ଧୂଆଁ ବାହାରୁଛି। ଆପଣ ମୋତେ କମେଣ୍ଟରେ ଜଣେଇବେ। ତା ସାଙ୍ଗରେ ରାଇତା ଦେଇକି ଖାଇବେ।